ଆଜି ଥିଲା ଆମର ଚିକେନ ହବାର ତ ସଉଦା ପତ୍ର ଚିକେନ ଧରି ମୁଁ ଆସିଗଲି। ଆସି ଯାଇ ରସୁଣ ଛଡ଼େଇବାର କାମରେ ଲାଗିଗଲି। ତାପରେ ଆମର ସେତିକି ବେଳକୁ ମଟରଟା ଖରାପ ହେଇଯିବାରୁ ମୁଁ ଚାଲିଗଲି ମଟର ସଜାଡ଼ିବା ପାଇଁ। ଆଉ ମଟରଟା ବହୁତ ଖରାପ ହେଇଥିଲା ଆଉ ପାଣି ମଧ୍ୟ ଲିକ୍ କରୁଥିଲା। ତାପରେ ମଟରକୁ ଭଲସେ ସଜାଡ଼ା ସଜାଡ଼ି କରି ମୁଁ ଆସିଗଲି। ତାପରେ ମୁଁ ପିଆଜକୁ ଗୁନଗୁନ ସୁନ କରି କାଟିବାରେ ଜୋରଦାର ଲାଗି ପଡ଼ିଲି। ତାପରେ ମୋ ବହୁ ବୋଲି ସାଙ୍ଗ ମଉ ସିଏ ତାର ଭାତ ଗାଳିବାରେ ପୁରା ବ୍ୟସ୍ତ। ତାପରେ ଆମର ବସିଯାଇଥିଲା କରେଇରେ ତେଲ ଗରମ ହେଲା ମାତ୍ରେ ଗୋଟା ମସଲା ଭୁବା ପକେଇ ଦେଇ ପିଆଜ ତାପରେ ଛାଣି ଦେଇ ତା ଦେହରେ ତାପରେ ଆମର ପିଆଜ କଷା ଚାଲିଲା। ମୋ ସାଙ୍ଗ ତପୁ ତାର ବାହୁବଳ ପ୍ରୟୋଗ କରି ରସୁଣକୁ ଚୁନ କରି ଛେଚି ଦେଇଗଲା। ତାପରେ ଆମେ ମସଲାରେ ଟମାଟୋ ପକେଇ ତାପରେ ମସଲାରେ ଚିକେନ ପକେଇ ପୁରା ଘାଣ୍ଟି ଦେଇଗଲୁ। ଆଉ ବାସନାରେ ମୁଁ ପୁରା ଦୌଡ଼ି ପଳେଇଲି ଗାଧେଇ ପାଧେଇ ଆସିଗଲି। ଆସିଲା ବେଳକୁ ପୁରା ବଢା ଚାଲିଛି ପୁରା ରେଡି। ଆମର ଆଇଟମ ହେଲା ଭାତ ଡାଲି ସାଲଡ ପାମ୍ପଡ ଚିକେନ। ତାପରେ ଆମେ ସମସ୍ତେ ବସି ପଇଲୁ।